ନମସ୍କାର। କାହାଣୀକୁ ଆପଣମାନଙ୍କୁ ସ୍ୱାଗତ। ଆଜି ଆସନ୍ତୁ କାହାଣୀରେ ଶୁଣିବା ଗୋଦାବରୀଶ ମହାପାତ୍ରଙ୍କର ଗୋଟିଏ ଅତି ଚମତ୍କାର ଗଳ୍ପ, ଯାହା ପାଇଁ ଯିଏ ଜନମ। ଗୋଟିଏ ରାଇଜରେ ଜଣେ ରାଣୀ ଥାନ୍ତି। ସେ ବିଧବା। ତାଙ୍କର ମାଳତୀଝରା ବୋଲି ଗୋଟିଏ ଦିବ୍ୟ ସୁନ୍ଦର ଝିଅଟିଏ ଥାଏ। ଝିଅକୁ 10 ବର୍ଷ ପୂରିଲାରୁ ବିଭାଘର ପାଇଁ କେତେ ଆଡ଼ୁ କେତେ ପ୍ରସଙ୍ଗ ଆସି ପଡ଼ିଲା। ଶେଷକୁ ମାଳତୀଝରା ଅଖଣ୍ଡଳ ରାଇଜ ରଜାପୁଅର ହାତ ଧଇଲା। ବିଭାଘର ସରିଲାରୁ ରଜାପୁଅ ଗଲା ତା ରାଇଜକୁ। ଜେମା ରହିଲା ବାପ ଘରେ। କେତେ ଦିନ ଉତ୍ତାରୁ ଜେମା ବଡ଼ ହେଲା। ମାତ୍ରକ ରାଣୀଙ୍କର ତ ସେ ଗଣ୍ଠି ଶଙ୍ଖାଳି। ଦଣ୍ଡେ ନ ଦେଖିଲେ ତାଙ୍କୁ ଅନ୍ନପାଣି ରୁଚେ ନାହିଁ। ଝିଅକୁ ଶାଶୁଘରକୁ ଛାଡ଼ିଦେବାକୁ ତାଙ୍କ ମନ କୋଉଠି ହଉଛି। ଇମିତି ହେଇ କେତେ ଦିନ ଗଲା। ସମୁଦିଘରୁ ଡାକରା ଉପରେ ଡାକରା ଆସିଲା। ଝିଅ ତ ନିଶ୍ଚୟ ଯିବ। ରାଣୀ ସେଠୁ କେତେ ଅପୂର୍ବ ଜିନିଷ, କେତେ ହୀରା ନୀଳା ମୋତି ମାଣିକ, କେତେ ପାଟପତନି, ଯାହା ଯେମିତି ପାରିଲେ ସବୁ ଝିଅ ପାଇଁ ସଜାଡ଼ି ରଖିଲେ। ଜ୍ୟୋତିଷ ଆସି ଅନୁକୂଳ ଲାଗି ଦିନ ତିଥି ବେଳା ଗଣି ଦେଇଗଲା। ଜେମା ଯିବ 3 ମାସର ବାଟ ଶାଶୁଘରକୁ। ସବୁ ସଜବାଜ ହେଲା। ରାଣୀ ଝିଅ ସାଙ୍ଗରେ କଳାବତୀ ବୋଲି ଗୋଟିଏ ଦାସୀକି ପଠେଇଲେ। ଦିହିଙ୍କ ପାଇଁ ଯୋଡ଼ିଏ ଘୋଡ଼ା ଦେଲେ। ଜେମା ଘୋଡ଼ାଟିର ନାଁ ମନମିରିଗ। ସିଏ କ'ଣ କରେ ନା ମଣିଷ ପରି ସଫା କଥା କହେ। ଝିଅ ଜନମକ ଲାଗି ଶାଶୁଘରକୁ ଯିବ। ପକ୍ଷକ ଆଗରୁ ରାଣୀଙ୍କ ଆଖିରୁ ଲୁହ ଶୁଖିବାକୁ ନାହିଁ। ବାହାରିଲା ଦିନ ରାଣୀ କ'ଣ କଲେ କି, ଶୋଇବା ଘରକୁ ଯାଇ ଆପଣା ମୁଣ୍ଡରୁ କେରିଏ ବାଳ କାଟିଲେ। ଫରୁଆଟିରେ ପୂରେଇ ଝିଅ ହାତରେ ଦେଲେ। କହିଲେ, ମା ମୋର, ଇ ଟିକେ ବଡ଼ ଜାବତାରେ ରଖିଥିବୁ। ବାଟରେ ବିପଦ ପଡ଼ିଲେ ତତେ ଇଏ ସାହା ହେବ। ମା ଝିଅ କେତେ କାନ୍ଦିଲେ। ଝିଅ ଘୋଡ଼ାରେ ଚଢ଼ି ଦାସୀ ଆଉ ଚାକର ବାକରଙ୍କ ସାଙ୍ଗେ ବାଙ୍କ ବୁଲିଲା ଯାଏ ମା ସେମିତି ଚାହିଁଥାନ୍ତି। ଝିଅ ଲେଉଟି ଚାହିଁ ଚାହିଁ ଆଖି ଆଗରୁ ଲୁଚିଗଲା। ସେମାନେ ନଅର ଛାଡ଼ି କେତେ ଦିନର ବାଟ ଗଲେ। ଯାଉ ଯାଉ ଏକ ବନସ୍ତ ପଡ଼ିଲା। ଆଖପାଖରେ ଗାଁ ଗଣ୍ଡା କିଛି ନାହିଁ। ଜେମାକୁ ଭାରି ଶୋଷ କଲା। ସେ ଦାସୀକି ଡାକି କହିଲା, କଳାବତୀ, ଯା କି ଆଡ଼ୁ ଖୁଡ଼ରୁ ଢାଳ ନେଇ ମୋ ପାଇଁ ଝରଣାରୁ ପାଣି ମନ୍ଦିଏ ଆଣିମୁ। ଦାସୀ ୟା ଶୁଣି ମୁହଁ ଫିଣି ଫିଣି କରି କହିଲା, ଯା ମ, ତମ ପାଇଁ ଇଲେ ପାଣି ଆଣିଦେବି ନା। ମନ ହେଉଛି ଯେମନ୍ତ ଝରରେ ମୁହଁ ଲଗେଇ ମନ୍ଦେ ତ ପିଇ ଦେଇ ଆସିବ। ମୁଁ ତମର ଏତେ ବୋଲକରା ଦାସୀ ହେଇପାରିବିନି। ସେଇ ଯୋଉ କଳାବତୀ ବୋଲି ଦାସୀଟି, ସେ ଗୋଟିଏ ଅସୁରୁଣୀର ନାତୁଣୀ। ସେ କେତେ ମନ୍ତର ଜାଣେ। ମନ୍ତର କରିଦେଇ ସେ ଲୋକଙ୍କୁ ମାରି ପକାଏ। ମାଳତୀଝରା କି ତା ମା ଏ କଥା କିଛି ଜାଣନ୍ତି ନାହିଁ। ମାଳତୀଝରା ସାଙ୍ଗରେ ଯୋଉ ଚାକର ବାକର ଆସିଥିଲେ, ରାତିକେ ଗୋଟିଏ ଗୋଟିଏ କରି ବାଟରେ ସେ ସମସ୍ତିଙ୍କି ଖାଇ ଦେଇଛି। ଆଉ ମାଳତୀଝରାକୁ ବୁଝେଇଛି ଯେ ସେମାନେ ଆଗେ ଆଗେ ଗଲେଣି, ରାଜା ଘରେ ଖବର ଦେବେ। ଜେମାର ତୋଟି ଶୁଖି ଯାଉଥିଲା। ମା ଅଛି ଯେ ଅଳି କରି କହିବ ନା ଅଭିମାନ କରି କହିବ। ଘୋଡ଼ାରୁ ଓହ୍ଲେଇ ଝର ପାଖକୁ ଗଲା। ଯାଇ ଚଳଚଳ କରି ମନ୍ଦିଏ ପାଣି ପିଇଲା। ଦାସୀ କଥାରେ ଦୁଃଖ ଅଭିମାନରେ ତା ବୁକୁ ଫାଟି ଯାଉଥେ। ପଣତ କାନିରେ ଲୁହ ପୋଛି ପୋଛି ବିଚାରିଲା, ପୋଡ଼ା କପାଳରେ ପୁଣି ୟା ଥିଲା। ମା ଯୋଉ ବାଳ କେରିକ ଦେଇଥିଲେ, ଜେମା ତାକୁ କାନିରେ ବାନ୍ଧିଥିଲା। ଜେମାର ମନ କଥା ଜାଣି ସେଇ ବାଳ କେରିକ କହିଲା, ମାଳତୀଝରା ଗୋ ମାଳତୀଝରା, ମା ଯେବେ ଜାଣୁଥାନ୍ତେ ୟାକୁ ଦୁଃଖେ ଫାଟି ଯାଉଥାନ୍ତା ବୁକୁ। ଜେମା ତ ସେମିତି ଦୁଷ୍ଟ ପିଲା ନୁହଁ। ଦାସୀ କଥାକୁ ସିଏ ସିନା ଅଭିମାନ କଲା, ଆଉ କିଛି କହିଲା ନାହିଁ। ଦିହେଁ ଫେର ଘୋଡ଼ାରେ ଚଢ଼ିଗଲେ। ଯାଉ ଯାଉ ଆଉ ଏକ ଅପନ୍ତରା ଗହୀର ପଡ଼ିଲା ଯେ ସେ ଲମ୍ବରେ 10 କୋଶ, ଓସାରରେ 10 କୋଶ। ଉଦୁଉଦିଆ ଦ୍ୱିପହର ହେଇଗଲା। ସେଇ ଗହୀର ଶେଷ ମୁଣ୍ଡକୁ ଗୋଟିଏ ନଈ। ଜେମା ନଈ ତଡ଼ରେ ଗୋଟିଏ ଗଛ ମୂଳରେ ବସିଲା। ଦାସୀକି କହିଲା, ଯା କି ପାଣି ମୁନ୍ଦିଏ ଆଣିଦେବୁ। ଦାସୀର ସେଇ କଥା ଜେମାର ଆଉ ମନେ ନାହିଁ। ଦାସୀ ୟା ଶୁଣି ଆହୁରି ହାଣି ହାଣି କଥା କହିଲା, ତମ ମନ ହେଲେ ତମେ ପିଅ ନ ପିଅ, ମୁଁ କିଆଁ ଦାସୀ ହେଇକରି ଧାଉଁଥିବି। ଜେମାକୁ ତ ଖରାରେ ଡହଳ ବିକଳ ଲାଗୁଥିଲା।
ଏଇ କଥା ଶୁଣି କୋହ ଉଠିଲା। ହେଲେ କହିବ କାହାକୁ? ଗୋଟିଏ ଗୋଟିଏ ନଈ ଭିତରକୁ ଗଲା। ନଈରେ ଗୋଟା ଛାଏଁ ବେକ ଯାଏଁ ବୁଡ଼େଇ ଦେଇ ପାଣି ପିଉଥେ। ବିଚାରୁଥେ, ହାରେ ଦଇବ, କାହା ଝିଅ କାହା ଭାରିଜା ହେଇ ପୁଣି କପାଳରେ ୟା ଲେଖା ଥିଲା। କାନିରେ ଏଣେ ବନ୍ଧା ହେଇଥିବା ବାଳକେରିକ କହିଲା, ମାଳତୀ ଝରା ଗୋ ମାଳତୀ ଝରା। ମା ଯେବେ ଜାଣୁଥାନ୍ତେ ୟାକୁ, ଦୁଃଖେ ଫାଟି ଯାଉଥାନ୍ତା ବୁକୁ। ଇ ସମୟରେ କ'ଣ ହେଲା ନା, ଜେମା ପାଣି ପିଉ ପିଉ ତା ବାଳକେରିକ କାନିରୁ ଫିଟି ନଈରେ ଭାସିଗଲା। ଜେମା କୂଳକୁ ଆସି ଦେଖିଲା ବେଳକୁ କାନିରେ ଆଉ ବାଳ ନାହିଁ। ତା ଦିହରୁ ରକତ ଶୁଖିଗଲା। ଏ କଥା ଦାସୀ ଦେଖିଲା। ତା ବୁକୁ ଆନନ୍ଦରେ କୁଣ୍ଢେମୋଟ ହେଲାଣି। କାହିଁକି ନା ସିଏ ଜାଣିଥେ ଯେ ସେଇ ବାଳ ଜେମାକୁ ସବୁ କଥା କହିଦଉଛି। ଏଣିକି ଜେମାକୁ ହରକତ କରିବାକୁ ତାକୁ ସଜ ହେଲା। ଗାଧୁଆ ପାଧୁଆ ସାରି ଦିହେଁ ଯେତେବେଳେ ଘୋଡ଼ା ପାଖକୁ ଗଲେ, ଦାସୀ କ'ଣ କଲା ନା, ଜେମାର ମନମିରିଗ ଘୋଡ଼ାକୁ ଧଇଲା ସିଏ ବସିବ ବୋଲି। ଜେମାକୁ ତା ଘୋଡ଼ାଟିକୁ ଦେଲା। ଜେମା ତ ଏକୁଟିଆ, ତାର ଆଉ କିଛି କହିବାକୁ ହୁବ ପାଇଲା ନାହିଁ। ଦାସୀ ଜେମାଠୁ ସବୁ ପାଟପତନି ଅଳଙ୍କାର ପତ୍ର ଛଡ଼େଇ ନେଇ ନିଜେ ପିନ୍ଧିଲା। ରାଜା ଝିଅ ପରି ମନମିରିଗ ଘୋଡ଼ାରେ ବସି ଚାଲିଲା। ଜେମା ଦାସୀର ପାଲଟା ଲୁଗା ପିନ୍ଧି ଆର ଘୋଡ଼ାଟିରେ ବସି ଲୁହ ପୋଛି ପୋଛି ପଛେ ପଛେ ଗଲା। ଦାସୀ ବାଟରେ ଜେମାକୁ ଡରଉଥାଏ, ତୁ ଯେବେ ଏ କଥା ଆଉ କାହାକୁ କହିବୁ, ତତେ 7 ଗଡ଼ କରି ହାଣି ତଳ କଣ୍ଟା ଉପର କଣ୍ଟା କରି ପୋତିଦେବି। ହେଲେ ସିଏ ଜେମାକୁ ଅନ୍ୟାସ କାରଣରେ ଯେ ଏତେ ଦଣ୍ଡ ଦଉଛି, ଏ କଥା ମନମିରିଗ ସବୁ ଦେଖୁଥାଏ। ଏମିତି ଯାଇ ଯାଇ କେତେ ଦିନ ଉତ୍ତାରୁ ଦିହେଁ ରଜାଙ୍କ ନଅର ପାଖେ ଯାଇ ପହଞ୍ଚିଲେ। ରଜା ପୁଅ ତ 7 ବର୍ଷ ତଳେ ମାଳତୀ ଝରାକୁ ବିଭା ହେଲା ବେଳେ ଦେଖିଥିଲା। ଏବେ ଆଉ ସେ ତାକୁ ଚିହ୍ନି ପାରିଲା ନାହିଁ। ସେ ଉଆସରୁ ଆସି ରାଣୀ ବୋଲି ଭାବି ଦାସୀ ହାତ ଧରି ଭିତରକୁ ନେଇଗଲା। ଏଇ ସମୟକୁ ବୁଢ଼ା ରଜା ନଅର ଉପରେ ପାଚାରି କରି ବୁଲୁଥିଲେ। ଦେଖିଲେ ଦିବ୍ୟ ସୁନ୍ଦର ସ୍ତ୍ରୀଟିଏ ଦୁଆର ମୁହଁରେ ଠିଆ ହେଇଛି। ନୂଆ ରାଣୀକି ପଚରା ହେଲାରୁ ସିଏ କହିଲା, ସିଏ ଦାସୀ ହେଇ ମୋ ସାଙ୍ଗରେ ଆଇଛି। ଇମିତି ସ୍ୱର୍ଗ ଅପସରି ପୁଣି ଦାସୀ ହେଇ ଖଟିବ? ବିଚାରୀ ବୁଢ଼ା ରଜାଙ୍କ ମନ ଖାଲି ବିଥେଇ ହେଲା। ତାଙ୍କର ଗୁଡ଼ିଏ ପୋଷା ହଂସ ଥାଆନ୍ତି ଯେ, ମଦନା ବୋଲି ଗୋଟିଏ ପିଲା ତାକୁ ଜଗାରୁଖା କରୁଥେ। ରଜା କହିଲେ, ନାଇଁ ନାଇଁ, ଏ ଦାସୀ ପାଇଟିପତ୍ର କିଛି କରିବ ନାହିଁ। ୟା ଦିହକୁ ବାଧିବ। ମଦନା ସାଙ୍ଗେ ଇଏ ସବୁଦିନ ହଂସଗୁଡ଼ିକୁ ଚରେଇ ନବ, ଆଣିମ, ଏଇଟା କରିବ। ସେଇଦିନୁ ମାଳତୀ ଝରା ମଦନା ସାଙ୍ଗେ ସକାଳୁ ମୁଠିଏ ଖାଇଦେଇ ଯାଏ ଯେ, ରୁମ ଲୁଚା ବେଳକୁ ନଅରକୁ ଆସେ। ଦ୍ୱିପହରେ ଭୋକ କଲେ କାନିରେ କ'ଣ ପୁଞ୍ଜିଏ ବାନ୍ଧି ନେଇ ଯାଆନ୍ତି ଯେ, ସେ ଦିହେଁ ସାଙ୍ଗ ହେଇ ଖାଆନ୍ତି। ମଦନା ଯେଉଁ ଘରେ ଥାଏ, ମାଳତୀ ଝରା ତା ପାଖ ଘରେ ରହେ। କେତେ ଦିନ ଗଲାରୁ ସେଇ ଯେଉଁ ଦାସୀ ରାଣୀ ହୋଇଥିଲା, ରଜା ପୁଅକୁ କହିଲା, ମୁଁ ଗୋଟିଏ କଥା କହିବି, କରିବ ବୋଇଲେ ହଁ କର। ରଜା ପୁଅ ହଁ କଲାରୁ ସେ କହିଲା, ଆମ ଘୋଡ଼ାଶାଳରେ ମନମିରିଗ ବୋଲି ଯେଉଁ ଘୋଡ଼ା ଅଛି, ତାକୁ ହଣେଇ ଦିଅ। ବାଟରେ ଅଇଲା ବେଳେ ମୋତେ ସେ ଯେତେ ହଟହଟା କରିଛି, ସେ କଥା ବିଚାରି ଦେଲେ ମୋ ଦିହ ଥରୁଛି। ତାକୁ ନ ହଣେଇଲେ ମୁଁ ଆଉ ଅନ୍ନ ପାଣି ଛୁଇଁବି ନାହିଁ। ମାତ୍ରକ ଅସଲ ଭିତିରି କଥା ହେଉଛି, ରାଣୀ ମନରେ ଦକା ପଶିଲା। ମନମିରିଗ ତ କଥା କହେ, ସିଏ କାଳେ ମାଳତୀ ଝରା କଥା କହି ପକାଇବ। ତାହା ହେଲେ ତା ଦୁଃଖ ଗାଣି ଗାଇବ ନାହିଁ। ରଜା ପୁଅ ତ ଏତେ କଥା ଜାଣେ ନାହିଁ। ସିଏ ହୁକୁମ ଦେଲା, ମନମିରିଗ ଅନ୍ୟାସ କାରଣରେ ହାଣ ଖାଇଲା। ଏ କଥା ଶୁଣି ମାଳତୀ ଝରା କେତେ କାନ୍ଦିଲା, ବୋବେଇଲା। ହେଲେ ତା ଦୁଃଖ ବୁଝିବ କିଏ? ସେ ଆପେ ଗଲା, ଯାଇକରି ଘାତକକୁ କହିଲା, ଭାଇ, ଘୋଡ଼ାଟିକି ତ ହାଣିଲୁ, ମୁଁ ତୋତେ ଦାନ୍ତରୁ କୁଟା ହେଉଛି। ତାର ସେଇ ମଲା ମୁଣ୍ଡଟି ନେଇ ରଜା ଘର ନଅର ବାଡ଼ି ଦୁଆରେ ଲଟକେଇ ଦେଇଥା ଯେ, ମୁଁ ହେଲେ ତାକୁ ଗଲା ଆସିଲା ବେଳେ ଦେଖୁଥିବି। ଘାତକ ହଁ କଲା। ସେଇମିତି ନେଇ ବାଡ଼ି ଦୁଆର ପାଖେ କାନ୍ଥରେ କଣ୍ଟାଟେ ମାରି ମୁଣ୍ଡଟିକୁ ଓହଳେଇ ଦେଲା। ସବୁଦିନ କାଳି ଅନ୍ଧାରରୁ ଉଠି ମାଳତୀ ଝରା ମଦନା ସାଙ୍ଗେ ବାଡ଼ି ଦୁଆର ବାଟେ ହଂସ ଚରେଇବାକୁ ନିଏ। ନେଲା ବେଳକୁ ସେଇ ମୁଣ୍ଡକୁ ଦେଖି କାନ୍ଦି କରି କହେ, ମନମିରିଗରେ ମନମିରିଗ, କପାଳେ ଥିଲା କି ଇ ଦୁର୍ଯୋଗ। ତା କଥା ଶୁଣି ସେଇ ମଲା ମୁଣ୍ଡଟା କଥା କହେ,
ମାଳତୀ ଝରା ଗୋ ମାଳତୀ ଝରା, ରାଜଜେମା ହେଇ ଇ ଦୁଃଖ ଥିଲା, ମା ଯେବେ ଜାଣୁଥାନ୍ତେ ୟାକୁ, ଦୁଃଖେ ଫାଟି ଯାଉଥାନ୍ତା ବୁକୁ। ମାଳତୀ ଆଉ ମଦନା ନଅର ପାରି ହେଇ ପଡ଼ିଆରେ ହଂସ ଛାଡ଼ି ଦିଅନ୍ତି। ଆଉ ତ କିଛି ପାଇଟେ ନଥାଏ। ମାଳତୀ ନାଳ ତଡ଼ରେ ବସି ବାଳ ଫିଟେଇ ମୁଣ୍ଡ କୁଣ୍ଡାଏ। ରଜାଘର ଝିଅ, ଆଜି ସିନା ଏତେ ହିନିମାନ, ହେଲେ କଳା ଭ୍ରମର ପରି ବାଳ ପେଣ୍ଡାକ ମୁକୁଳା କରିଦେଲେ ଗୋଡ଼ ତଳକୁ ଯାଇ ପଡ଼େ। ଦିନେ ମଦନା କ'ଣ କଲା ନା, ତାକୁ ଚଳେଇଲା ପରି ହଟୁଣୁ ଯାଇ ସେଇ ବାଳରୁ ଦିକେରା ଛିଣ୍ଡେଇ ଦେଲା। ମାଳତୀକୁ କାଟିଲା। ସେ ପାଟି କରି କହିଲା, ଆରେ ବତାସିଆ, ମଦନା ତଲାରି ନେଇଯା। ଡେଇଁଯା ବଣ ପରବତ, ଇ ମଦନା ହେଉ ହରକତ। ମଦନା ଧାଇମ ଯେତେବେଳେ, ଖୋସା ବାନ୍ଧିଦେବି ସେତେବେଳେ। ୟା ଗାଇଲାରୁ କୁଆଡ଼ୁ ଗୋଟେ ହୁମୁଣ୍ଡିଆ କରି ବତାସି ଆସିଲା ଯେ ମଦନା ମୁଣ୍ଡରୁ ତଲାରିଟାକୁ ଉଡ଼େଇ ନେଇଗଲା। ତଲାରିଟା ଗଡ଼ି ଗଡ଼ି ଯାଉଥେ, ମଦନା ତା ପଛେ ପଛେ ଗୋଡ଼େଇଥେ। ଏଣେ ମାଳତୀ ଜାବତାରେ ଖୋସା ବାନ୍ଧି ଦେଇ ମଦନାକୁ ଚାହିଁ ହସିଲା। ମଦନା ରାଗରେ ମୁହଁଟାକୁ ଥନ ଥନ କରି ମାଳତୀକୁ ଆଉ କିଛି କହିଲା ନାହିଁ। ଦୀପ ଲଗାବେଳ ହେଲାରୁ ଦିହେଁଯାକ ହଂସଗୁଡ଼ିକ ଉଡ଼େଇ ନଅରକୁ ଫେରି ଅଇଲେ। ତାର ଦିନ ସକାଳ ହେଲା। ମଦନାର ମାଳତୀର ଯେମିତି ହଂସ ଉଡ଼େଇ ବାଡ଼ି ଦୁଆରଠି ବାହାରିଲେ, ମାଳତୀ ଘୋଡ଼ା ମୁଣ୍ଡକୁ ଦେଖି କହିଲା, ମନ ମିରିଗରେ ମନ ମିରିଗ, କପାଳେ ଥିଲା କି ଇ ଦୁର୍ଯୋଗ। ମୁଣ୍ଡ କହିଲା, ମାଳତୀ ଝରା ଗୋ ମାଳତୀ ଝରା, ରାଜଜେମା ହେଇ ଇ ଦୁଃଖ ଥିଲା, ମା ଯେବେ ଜାଣୁଥାନ୍ତେ ୟାକୁ, ଦୁଃଖେ ଫାଟି ଯାଉଥାନ୍ତା ବୁକୁ। ଆର ଦିନ ପରି ମାଳତୀ ଯାଇ ନାଳ ତଡ଼ରେ ମୁଣ୍ଡ କୁଣ୍ଡାଇ ବସିଲାରୁ ମଦନା ହସି ହସି ଯାଇ ଦିକେରା ବାଳ ଭିଡ଼ିଦେଲା। ମାଳତୀ ପାଟି କରି କହିଲା, ଆରେ ବତାସିଆ, ମଦନା ତଲାରି ନେଇଯା। ଡେଇଁଯା ବଣ ପରବତ, ଇ ମଦନା ହେଉ ହରକତ। ମଦନା ଧାଇମ ଯେତେବେଳେ, ଖୋସା ବାନ୍ଧିଦେବି ସେତେବେଳେ। ପବନ ସିମତି ଆସି ମଦନା ତଲାରି ଟିକେ ଉଡ଼େଇ ନେଇ ଗଲା। ସେ କାନ୍ଦ କାନ୍ଦ ହେଇ ତା ପଛେ ଧାଇଁଲା। ତଲାରି ଧରି ବାହୁଡ଼ିଲା ବେଳକୁ ମାଳତୀ ଇଆଡ଼େ ଖୋସା ବାନ୍ଧି ସାରିଲାଣି। ସନ୍ଧ୍ୟା ହେଲା। ଦିହେଁ ଆଉ କିଏ କାହାକୁ କଥା ନ କହି ଘରକୁ ଆଇଲେ। ତାର ଦିନ ମଦନା ମାଳତୀ ସାଙ୍ଗେ ହଂସ ଚରେଇ ନ ନେଇ ସଳଖେ ସଳଖେ ଯାଇ ବୁଢ଼ା ରଜାକୁ କହିଲା, ମଣିମା, ମୁଁ ଆଉ ସେଇ ଦାସୀଟା ସାଙ୍ଗରେ ହଂସ ଚରେଇ ପାରିବି ନାହିଁ। ରଜା ପଚାରିଲେ, କାହିଁକି? ମଦନା କହିଲା, ମୋତେ ସେ ବଡ଼ ହରକତ କରୁଛି। ରାଜା ଖୋଳିତାଡ଼ି ପଚାରିଲାରୁ ମଦନା ସେଠୁ ଗୋଟି ଗୋଟି କରି ସବୁ କଥା କହିଲା। ସବୁଦିନ ସକାଳୁ ଗଲା ବେଳକୁ ସିଏ କ'ଣ କରୁଛି କି, ସେଇ ବାଡ଼ି ଦୁଆର ପଟେ ଗୋଟେ ମଲା ଘୋଡ଼ା ମୁଣ୍ଡ ଦେଖି କାନ୍ଦୁଛି। କାନ୍ଦି କରି ତାକୁ କହୁଛି, ମନ ମିରିଗରେ ମନ ମିରିଗ, କପାଳେ ଥିଲା କି ଇ ଦୁର୍ଯୋଗ। ତା କଥା ଶୁଣି ସେ ମୁଣ୍ଡଟା କହୁଛି, ମାଳତୀ ଝରା ଗୋ ମାଳତୀ ଝରା, ରାଜଜେମା ହେଇ ଇ ଦୁଃଖ ଥିଲା, ମା ଯେବେ ଜାଣୁଥାନ୍ତେ ୟାକୁ, ଦୁଃଖେ ଫାଟି ଯାଉଥାନ୍ତା ବୁକୁ। ଇ ଉତୁରୁ ମାଳତୀ କିମିତି ପଡ଼ିଆକୁ ଯାଇ ବାଳ କୁଣ୍ଡେଇ ବସେ, ଇଏ ବାଳ ଭିଡ଼ିଲେ ସିଏ କିମିତି ପବନକୁ ଡାକେ, ପବନ କିମିତି ଆସି ତା ତଲାରିଟାକୁ ଉଡ଼େଇ ନେଇଯାଏ, ଇଏ କାନ୍ଦି କାନ୍ଦି ଗୋଡ଼ାଏ, ସବୁ କଥା ରାଜାଙ୍କ ଆଗରେ କହିଦେଲା। ରଜା ସେଠୁ ମଦନାକୁ କହିଲେ, ହଉ ବୁଝିବା, ତୁ ଯାଉଥା। ରଜା ତାର ଦିନ ସକାଳୁ ଉଠି ବାଡ଼ି ଦୁଆର ପାଖେ ଲୁଚି କରି ବସିଲେ। ମଦନାର ମାଳତୀର ହଂସ ଉଡ଼େଇ ଆଣିଲେ। ମାଳତୀ ଘୋଡ଼ା ମୁଣ୍ଡ ପାଖେ ଲୁହ ବୁହାଇ କହିବାରୁ ମୁଣ୍ଡଟା ମଣିଷ ପରି କଥା କହିଲା। ରଜା ସବୁ ଶୁଣିଲେ। ସେଠୁ ଯାଇ ଯୋଉଠି ସେମାନେ ହଂସ ଚରାନ୍ତି, ସେଇ ପଡ଼ିଆରେ ଗୋଟିଏ ବୁଦାମୂଳେ ଲୁଚି କରି ରହିଲେ। ହଂସ ଛାଡ଼ି ଦେଇ ମାଳତୀ ମୁଣ୍ଡ କୁଣ୍ଡଉଛି। ମଦନା ଗଲା, ବାଳ ଦିକେରା ଭିଡ଼ିଦେଲା। ମାଳତୀ ପାଟି କରି କହିଲା, ଆରେ ଆରେ ବତାସିଆ, ମଦନା ତଲାରି ନେଇଯା। ଡେଇଁଯା ବଣ ପରବତ, ଇ ମଦନା ହେଉ ହରକତ। ମଦନା ଧାଇମ ଯେତେବେଳେ, ଖୋସା ବାନ୍ଧିଦେବି ସେତେବେଳେ। ବତାସି ଆସି ମଦନା ତଲାରିଟିକୁ ଉଡ଼େଇ ନେଇଗଲା। ରଜା ୟା ଦେଖି ଉଆସକୁ ଫେରି ଅଇଲେ। ସନ୍ଧ୍ୟା ବେଳେ ରଜା ମାଳତୀକୁ ଉଆସକୁ ଡକାଇଲେ। ତାକୁ ସବୁ କଥା ପଚାରିଲେ। ସେ କହିଲା, କହିଲେ ମୁଣ୍ଡ କାଟ ଯେବେ ଛାଡ଼ ହେବ, ତେବେ କହିବି। ତାର ଭୟ ରାଣୀ ତାକୁ ହାଣିଦେବ ବୋଲି ଡରେଇଛି। ରଜାଙ୍କଠୁ ହୁବ ପାଇଲାରୁ ସେ ସବୁ କଥା ଘରୁ ଆଇଲା ଦିନୁ ଇ ପର୍ଯ୍ୟନ୍ତେ ଯେତେ ଯେତେ କଥା ହେଇଯାଇଛି ଗୋଟି ଗୋଟି କରି କହିଦେଲା। ରଜା ତା ଶୁଣି କାନ୍ଦି ପକେଇଲେ। ଗନ୍ତା ଘରୁ କେତେ ପାଟ ପତନି ଅଳଙ୍କାର ଅଣାଇ
ତାକୁ ମଣ୍ଡାଇ ଦେଲେ। ସିଏ ସାକ୍ଷାତ ଅପସରୀଟିଏ ପରି ଦିଶିଲା। ଇଉତୁରୁ ପୁଅକୁ ଡକେଇ ସବୁ କଥା କହିଲେ। ପୁଅ ମାଳତୀଝରା ହାତ ଧରି ଉଆସକୁ ନେଇଗଲା। ଇ କଥା ରାଇଜ ଯାକ ନାଗରା ପିଟା ହେଲା। ଯୋଉ କଳାବତୀ ଦାସୀ ରାଣୀ ହେଇଥିଲା, ରଜା ତାକୁ ପାଇକ ହାତରେ ପିଟେଇଲେ। ସିଏ ଯାହା ଯାହା କରିଥିଲା ସତ ସତ ସବୁ କହିଦେଲା। ତାପରେ ତାକୁ 7 ଗଡ଼ କରି ହଣାଇ ତଳ କଣ୍ଟା ଉପର କଣ୍ଟା କରି ପୋତେଇ ଦେଲେ। ଇ ଦିହେଁ ରଜାରାଣୀ ହେଇ ଯୁଗରାଇଜ କଲେ। ପୁଅ ଝିଅ ଦେଖିଲେ, ନାତି ନାତୁଣୀ ଦେଖିଲେ। ଯାହା ପାଇଁ ଯିଏ ଜନ୍ମ, ଦଇବ ତା ଆଗରୁ ଖଞ୍ଜି ଦେଇଥେ। ଶ୍ରୋତାବନ୍ଧୁ, ଗଳ୍ପଟି ଯଦି ଆପଣମାନଙ୍କୁ ଭଲ ଲାଗିଥିବ, ଗଳ୍ପଟିକୁ ଲାଇକ୍ କରିବେ, ସେୟାର କରିବେ ଏବଂ କାହାଣୀ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ରହୁଛି, ନମସ୍କାର।